समस्त को नमस्कार। आज हितोपदेश प्रश्नोत्तर ओडिया रे आमे करिबा। एबे आमे देखुचे जे प्रथम प्रश्नटी हला हितोपदेश गुडी को कहा द्वारा लिखित। हितोपदेश गुडी को कहा द्वारा लिखित। ऑप्शन अछि को सोलोमन, खो दाऊद, गो मूसा, घ हारण। चारि गोटी विकल्प बा ऑप्शन दिया आइछि सेति मध्यरु आमे बाछिकी कोन करिबा ना राइट मारिबा। एई भलिया ही हमरो परीक्षा रे आसीबो। तो यार सठिक उत्तर होछि क सोलोमन। तो 2 नंबर प्रश्न सदाप्रभु विषयक भय कोणर आरंभ। सदाप्रभु विषयक भय कोणर आरंभ। एटा बोध हुए सोरा रे ऑलरेडी कुआइछि पुणी उड़िया रे अछि। यार सठिक उत्तर होछि ज्ञान। 3 नंबर क्वेश्चन किए ज्ञान ओ उपदेश को तुच्छ बोध करिथाए। किए ज्ञान ओ उपदेश को तुच्छ बोध करिथाए। यार सठिक उत्तर होछि निर्बोध। घ नंबर एटा होछि तारो सठिक उत्तर। 4 नंबर देखंतु 4 नंबर लिखा है ज्ञान किए दियंती। ज्ञान किए दियंती एठारे तार जो ऑप्शन रही सदाप्रभु, मनुष्य, व्यवस्था, विद्या। आपण मान जान पारुथिबे एटा ज्ञान केवल सदाप्रभु ही दियंती। को नंबर तो 5 नंबर 5 नंबर क्वेश्चन टा केउ विषय मनुष्य उपरे प्रहरी हेबो। केउ विषय मनुष्य उपरे प्रहरी हेबो। एठारे चारि गोटी ऑप्शन बा विकल्प दिया आइछि सेति मध्यरु गोटी सठिक सेटा होछि घ परिमाण दर्शिता। परिमाण दर्शिता। 6 नंबर प्रश्न देखिवा। 6 नंबर प्रश्नटा होछि केउ लोकर दक्षिण हस्तरे दीर्घायु ओ बाम हस्तरे धन ओ सम्मान थाए। केउ लोकर दक्षिण हस्तरे दीर्घायु ओ बाम हस्तरे धन ओ सम्मान थाए। एहार सठिक उत्तर होछि ज्ञानी लोक। क 7 नंबर देखिवा। 7 नंबर प्रश्नटा किए आपणा आश्रयकारी ठारे ज्ञानदायक वृक्ष स्वरूप। किए आपणा आश्रयकारी ठारे ज्ञानदायक वृक्ष स्वरूप। आमे जेतेबेले एहार सठिक उत्तरटा देखिबा एठारे पाइबा ज्ञान।
ଜ୍ଞାନ ଆପଣା ଆଶ୍ରୟକାରୀ ଠାରେ ଜ୍ଞାନଦାୟକ ବୃକ୍ଷ ସ୍ୱରୂପ। ତ ପ୍ରଶ୍ନ 8ରେ ଲେଖା ହେଇଛି, କଣ ସର୍ବଶ୍ରେଷ୍ଠ ବିଷୟ ଅଟେ? କଣ ସର୍ବଶ୍ରେଷ୍ଠ ବିଷୟ ଅଟେ? ଏହାର ସଠିକ ଉତ୍ତର ହେଉଛି ପୁଣି ଜ୍ଞାନ। ଘ ନମ୍ବର ଏଇଟା ଜ୍ଞାନ। 9 ନମ୍ବରରେ ଦେଖନ୍ତୁ, କାହାକୁ ଆଲିଙ୍ଗନ କଲେ ସମ୍ଭ୍ରାନ୍ତ କରେ ଓ ଶୋଭାର ମୁକୁଟ ଅର୍ପଣ କରିବ? 9 ନମ୍ବର ପ୍ରଶ୍ନର ଉତ୍ତର ହେଉଛି ଜ୍ଞାନ। ଧନ, ଜନ, ଜ୍ଞାନ, ସମ୍ମାନ, ଏ ଭିତରୁ ସଠିକ ଉତ୍ତର ହେଉଛି ଜ୍ଞାନ। କାହାକୁ ଆଲିଙ୍ଗନ କଲେ ସମ୍ଭ୍ରାନ୍ତ ଓ ଶୋଭାର ମୁକୁଟ ଅର୍ପଣ କରିବ? ଜ୍ଞାନ। 10 ନମ୍ବର ଦେଖନ୍ତୁ, 10 ନମ୍ବର ପ୍ରଶ୍ନ ଅଛି, କେଉଁମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ତେଜସ୍କର ହୁଏ? ଏଠାରେ ଆମକୁ ଅପସନ୍ ଦିଆଯାଇଛି ଜ୍ଞାନୀ, ଧାର୍ମିକ, ନମ୍ର, ପରିଣାମଦର୍ଶୀ। କେଉଁମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ତେଜସ୍କର ହୁଏ? ଏଠାରେ ସଠିକ ଉତ୍ତରଟା ହେଉଛି ଖ ଧାର୍ମିକ। 11 ନମ୍ବର କ୍ୱେଶ୍ଚିନ୍ ଦେଖିବା। 11 ନମ୍ବର ପ୍ରଶ୍ନ ଏହା ଯେ କେଉଁ ବିଷୟକୁ ଅତି ଯତ୍ନରେ ରଖିବା ପାଇଁ କୁହାଯାଏ, କାରଣ ତହିଁରୁ ଜୀବନର ପ୍ରବାହ ଜନ୍ମିଥାଏ? କେଉଁ ବିଷୟକୁ ଅତି ଯତ୍ନରେ ରଖିବା ପାଇଁ କୁହାଯାଏ, କାରଣ ତହିଁରୁ ଜୀବନର ପ୍ରବାହ ଜନ୍ମିଥାଏ? ଏହାର ଅପସନ୍ ହେଉଛି ହୃଦୟ, ମନ, ଧନ, ଜୀବନ। ଏଥିମଧ୍ୟରୁ ସଠିକ ଉତ୍ତରଟା ହେଉଛି ହୃଦୟ। ବାର ନମ୍ବର ଦେଖିବା। 12 ନମ୍ବର ପ୍ରଶ୍ନଟା, ଅଳସୁଆ କାହା ନିକଟକୁ ଯାଇ ଜ୍ଞାନୀ ହେବା ନିମନ୍ତେ ପରାମର୍ଶ ଦିଆଯାଏ? ପ୍ରାୟ ଏଇଟା ସମସ୍ତେ ଜାଣିଥିବେ। ତାର ଅପସନ୍ ରହୁଛି ସର୍ପ, ପକ୍ଷୀ, ପିମ୍ପୁଡ଼ି, ହାତୀ। ଏହାର ସଠିକ ଉତ୍ତର ହେଉଛି ପିମ୍ପୁଡ଼ି, ଗ। 13 ନମ୍ବର କ୍ୱେଶ୍ଚିନ୍ ଅଛି, କାହା ସକାଶୁ ଅନ୍ନ ଅଭାବ ଘଟେ? କାହା ସକାଶୁ ଅନ୍ନ ଅଭାବ ଘଟେ? ଏହାର 4ଗୋଟି ଅପସନ୍ ଦିଆଯାଇଛି, ଦରିଦ୍ର, ଅଳସୁଆ, ବେଶ୍ୟା ଓ ମିଥ୍ୟାବାଦୀ। ଏଥିରୁ ଆମର ସଠିକ ଉତ୍ତରଟା ହେଉଛି ବେଶ୍ୟା। ବେଶ୍ୟା ସକାଶୁ ବା ବେଶ୍ୟା ଯୋଗୁଁ ଅନ୍ନ ଅଭାବ ଘଟେ। ତାପରେ ଆମେ ଦେଖିବା 14 ନମ୍ବର 14, କ୍ୱେଶ୍ଚିନ୍ ନମ୍ବର 14। ସେଇଠି କ୍ୱେଶ୍ଚିନ୍ ଅଛି, କେଉଁ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ?
କେଉଁ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ? ଏଠାରେ ଅପସନ୍ ଦିଆଯାଇଛି ଧନ, ସମ୍ମାନ, ସ୍ତ୍ରୀ, ପରିବାର। ସଠିକ ଉତ୍ତରଟା ହେଉଛି ସ୍ତ୍ରୀ, ଗ ନମ୍ବର। 15 ନମ୍ବର କ୍ୱେଶ୍ଚିନ୍ ଦେଖିବା। କିଏ ପୃଥିବୀର ମୂଳ ସ୍ଥାପନ ପୂର୍ବରୁ ସ୍ଥାପିତ ଅଛି? କିଏ ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ସ୍ଥାପିତ ଅଛି? ଏହାର ଅପସନ୍ ଅଛି ଜ୍ଞାନ, ଧନ, ସମ୍ମାନ, ବିବେକ। ଏଥିମଧ୍ୟରୁ ସଠିକ ଉତ୍ତରଟା ହେଉଛି ଜ୍ଞାନ, କ ନମ୍ବର। ପୁଣି 16 ନମ୍ବର ଦେଖନ୍ତୁ। 16 ନମ୍ବର, କାହାକୁ ଅନୁଯୋଗ କଲେ ସେ ପ୍ରେମ କରିବ? କାହାକୁ ଅନୁଯୋଗ କଲେ ସେ ପ୍ରେମ କରିବ? 4 ଗୋଟି ଅପସନ୍ ଦିଆଯାଇଛି। ନିନ୍ଦକ, ଜ୍ଞାନୀ, ଧାର୍ମିକ, ନିର୍ବୋଧ। ନିନ୍ଦକ, ଜ୍ଞାନୀ, ଧାର୍ମିକ, ନିର୍ବୋଧ। ତାର ସଠିକ ଉତ୍ତର ହେଉଛି ଜ୍ଞାନୀ। 17 ନମ୍ବର ଅଛି। 17 ନମ୍ବର କ୍ୱେଶ୍ଚିନ୍ଟା ଦେଖନ୍ତୁ। ଏଇଟା ସଦାପ୍ରଭୁ ଧାର୍ମିକର ପ୍ରାଣକୁ କେଉଁଥିରେ କ୍ଷୀଣ ହେବାକୁ ଦେବେ ନାହିଁ? ସଦାପ୍ରଭୁ ଧାର୍ମିକର ପ୍ରାଣକୁ କେଉଁଥିରେ କ୍ଷୀଣ ହେବାକୁ ଦେବେ ନାହିଁ? କୋଉଥିରେ କ୍ଷୀଣ ହେବାକୁ ଦେବେନି? ତ ଏହାର 4 ଗୋଟି ଅପସନ୍ ରହିଛି। କ୍ଷୁଧା, ରୋଗ, ବ୍ୟାଧି, ଅନାଟନ। ଏହାର ସଠିକ ଉତ୍ତରଟା ହେଉଛି କ ନମ୍ବର, କ୍ଷୁଧା। 18 ନମ୍ବର ଦେଖିବା। କାହାର ମୁଖ ଜୀବନର ନିର୍ଝର? କାହାର ମୁଖ ଜୀବନର ନିର୍ଝର? ଅପସନ୍ ଦିଆଯାଇଛି ଦରିଦ୍ର, ଧାର୍ମିକ, ପ୍ରେମ, ଦରିଦ୍ର, ଧାର୍ମିକ, ବାଧ୍ୟ, ବିଶ୍ୱସ୍ତ। ଏଇ 4 ଗୋଟି ମଧ୍ୟରୁ ସଠିକ ଉତ୍ତରଟା ହେଉଛି ଧାର୍ମିକ। ଦିସ୍ ଇଜ ଦ ରାଇଟ୍ ଆନ୍ସର। ତ 19 ନମ୍ବର ଦେଖନ୍ତୁ। କିଏ ସବୁ ଅଧର୍ମ ସବୁ ଢାଙ୍କେ? କିଏ ସବୁ ଅଧର୍ମ ସବୁ ଢାଙ୍କେ? ଏହାର ଅପସନ୍ ରହିଛି ଦୁଷ୍ଟ, ଧାର୍ମିକ, ପ୍ରେମ, କ୍ଷମା। ଏଥିମଧ୍ୟରୁ ସଠିକ ଉତ୍ତରଟା ହେଉଛି ପ୍ରେମ। ପ୍ରେମ ସବୁ ଅଧର୍ମ ସବୁ ଢାଙ୍କେ। 20 ନମ୍ବର ଦେଖିବା। 20 ନମ୍ବର ହେଉଛି ବହୁ ବାକ୍ୟରେ କ'ଣ ଅଭାବ ନଥାଏ? ବହୁ ବାକ୍ୟରେ କ'ଣ ଅଭାବ ନଥାଏ? ସେଠି ଅପସନ୍ ଅଛି ପାପ, ମିଥ୍ୟା, ପରଚର୍ଚ୍ଚା, ଅଧର୍ମ। ତ ଏହାର ସଠିକ ଉତ୍ତରଟା ହେଉଛି ଅଧର୍ମ, ଘ ନମ୍ବର। 21 କ୍ୱେଶ୍ଚିନ୍ ଦେଖିବା। 21 ନମ୍ବର। କେଉଁ ଲୋକ ଯାହା ଭୟ କରେ ତାହା ହିଁ ତାହାକୁ ଘଟେ? କେଉଁ ଲୋକ ଯାହା ଭୟ କରେ ତାହା ହିଁ ତାହାକୁ
ଘଟେ। ତ ଅପସନ୍ ଦିଆଯାଇଛି ଏଠାରେ ଦୁଷ୍ଟ, ଅଧାର୍ମିକ, ପାପୀ, ଚତୁର। ଏଠାରେ ଠିକ୍ ଆନ୍ସରଟା ହେଉଛି ଦୁଷ୍ଟ। 22 ନମ୍ବର କ୍ୱେଶ୍ଚିନ୍ ଦେଖିବା। ମନୁଷ୍ୟର କ'ଣ ତାହାକୁ ତାହାର ମୃତ୍ୟୁରୁ ରକ୍ଷା କରିଥାଏ? ମନୁଷ୍ୟର କ'ଣ ତାହାକୁ ତାହାର ମୃତ୍ୟୁରୁ ରକ୍ଷା କରିଥାଏ? ଅପସନ୍ ରହିଛି ଧାର୍ମିକତା, କର୍ମ, ବିଶ୍ୱସ୍ତତା, ବାକ୍ୟ। ଏହାର ସଠିକ୍ ଉତ୍ତରଟା ହେଉଛି ଧାର୍ମିକତା। ତ 23 ନମ୍ବର ଦେଖନ୍ତୁ, କେଉଁ ଲୋକ ଗୁପ୍ତ କଥା ପ୍ରକାଶ କରେ? କେଉଁ ଲୋକ ଗୁପ୍ତ କଥା ପ୍ରକାଶ କରେ? ଅପସନ୍ ରହିଛି ଅଧାର୍ମିକ, ପାପୀ, ଖଚୁଆ, ବକୁଆ। ଏଠାରେ ଠିକ୍ ଆନ୍ସରଟା ହେଉଛି ଖଚୁଆ। 24 ନମ୍ବର ଦେଖିବା, କେଉଁମାନେ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନ ହିବେ? କେଉଁମାନେ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନ ହିବେ? ଏହାର ଅପସନ୍ ମନ୍ଦ, ଦୁଷ୍ଟ, ପାପୀ, ବ୍ୟଭିଚାରୀ। ଚାରିଗୋଟି ଅପସନ୍ ମଧ୍ୟରୁ ସଠିକ୍ ଉତ୍ତରଟା ହେଉଛି ମନ୍ଦ। 25 ନମ୍ବର ଦେଖନ୍ତୁ, କେଉଁ ପ୍ରାଣୀ ପରିତୃପ୍ତ ହେବ? କେଉଁ ପ୍ରାଣୀ ପରିତୃପ୍ତ ହେବ? ଦିଆଯାଇଛି ଦାନଶୀଳ, ଧାର୍ମିକ, କାର୍ଯ୍ୟକାରୀ, କୁଟିଳ। ଏଠାରେ ରାଇଟ୍ ଆନ୍ସରଟା ହେଉଛି ଦାନଶୀଳ। ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ। 24 ନମ୍ବର ଦେଖିବା 26, କିଏ ଅନ୍ୟମାନଙ୍କ ଆତ୍ମା ଲାଭ କରେ? କିଏ ଅନ୍ୟମାନଙ୍କ ଆତ୍ମା ଲାଭ କରେ? ଏଟାର ଅପସନ୍ ଦିଆଯାଇଛି ବୁଦ୍ଧିମାନ, ଜ୍ଞାନବାନ, ଧାର୍ମିକ ଓ ବିଜ୍ଞ। ଚାରିଗୋଟି ଆନ୍ସର ମଧ୍ୟରୁ ଏହାର ସଠିକ୍ ଉତ୍ତରଟା ହେଉଛି ଜ୍ଞାନବାନ। 27 ନମ୍ବର ଦେଖିବା, ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର କ'ଣ ସ୍ୱରୂପ? ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର କ'ଣ ସ୍ୱରୂପ? ଏଠାରେ ଅପସନ୍ ଦିଆଯାଇଛି ସମ୍ମାନ, ମୁକୁଟ, ଜୀବନ, ସମ୍ପତ୍ତି। ତ ଏଥିମଧ୍ୟରୁ ଠିକ୍ ଉତ୍ତରଟା ହେଉଛି ମୁକୁଟ। ମୁକୁଟ ହେଉଛି ସଠିକ୍ ଉତ୍ତର। 28 ନମ୍ବର ଦେଖନ୍ତୁ, 28 ନମ୍ବର ହେଉଛି କେଉଁ ମନୁଷ୍ୟ ଆପଣା ପଶୁର ପ୍ରାଣକୁ ଆଦର କରେ? କେଉଁ ମନୁଷ୍ୟ ଆପଣା ପଶୁର ପ୍ରାଣକୁ ଆଦର କରେ? ଏହାର ସଠିକ୍ ଉତ୍ତର ହେଉଛି ଧାର୍ମିକ। ଅପସନ୍ ଦିଆଯାଇଛି ଆମର କେତେଗୋଟି? ଚାରିଗୋଟି। ଧାର୍ମିକ, ନମ୍ର, ପ୍ରେମୀ, ବିଶ୍ୱସ୍ତ। ଏଥିମଧ୍ୟରୁ ସଠିକ୍ ଉତ୍ତର ହେଉଛି ଧାର୍ମିକ। 29 ଦେଖିବା 29ର, କେଉଁ ଓଷ୍ଠ ସଦାପ୍ରଭୁଙ୍କ ଘୃଣାର ବିଷୟ? କେଉଁ ଓଷ୍ଠ ସଦାପ୍ରଭୁଙ୍କ ଘୃଣାର ବିଷୟ? ପ୍ରବଞ୍ଚକ, ମିଥ୍ୟାବାଦୀ, ଅନିଷ୍ଟକାରୀ, ପାପପୂର୍ଣ୍ଣ। ଏଥିମଧ୍ୟରୁ ସଠିକ୍ ଉତ୍ତରଟା ହେଉଛି ମିଥ୍ୟାବାଦୀ। 30 ନମ୍ବର କ୍ୱେଶ୍ଚିନ୍ ଦେଖିବା। 30 ନମ୍ବର କ୍ୱେଶ୍ଚିନ୍ଟା, ମନୁଷ୍ୟ ଆପଣା ମୁଖର କ'ଣ ଦ୍ୱାରା ମଙ୍ଗଳ ଭୋଗ କରେ? ମନୁଷ୍ୟ ଆପଣା ମୁଖର କ'ଣ ଦ୍ୱାରା ମଙ୍ଗଳ ଭୋଗ କରେ? ଏହାର ଚାରିଗୋଟି ଅପସନ୍ ରହିଛି ବାକ୍ୟ, ପ୍ରତିଶ୍ରୁତି, ପ୍ରତିଜ୍ଞା, ଫଳ। ତ ଏହାର ସଠିକ୍ ଉତ୍ତରଟା ହେଉଛି ଫଳ।
31 नंबर देखिवा। क्वेश्चन दिया है केहिबा आपणाकु दरिद्र देखाए किंतु तार कौन अछि। केहिबा आपणाकु दरिद्र देखाए किंतु ताहार कौन अछि। ऑप्शन दिया है महाफल, महाधन, महापुरस्कार, महाआशा। एथिमध्यरु ठीक उत्तरटा होछि महाधन। ख पुणी 32 रे देखंतु केउ लोक धमक शुणे नाही। केउ लोक धमक शुणे नाही। एठारे दुष्ट, मूर्ख, दरिद्र, धनी एथिमध्यरु सठिक उत्तरटा होछि दरिद्र। दरिद्र दरिद्र लोक धमक शुणे नाही। ग तो 33 नंबर देखिवा मिथ्यारे अर्जित धन क्षय पाइब मात्र केउथिरे अर्जित धन बढ़ी जीव। 33 नंबर क्वेश्चन है मिथ्यारे अर्जित धन क्षय पाइब मात्र केउथिरे अर्जित धन बढ़ी जीव। ऑप्शन 4 गोटी सत्य, हस्त, दुष्टता, धार्मिकता। एठारे ठीक आंसरटा होछि हस्त। 34 नंबर देखिवा ज्ञानवती स्त्री आपणा कौन गुंतई। ज्ञानवती स्त्री आपणा कौन गुंतई तो क परिवार, ख गृह, ग वस्त्र, घ मसिणा। ए चारि गोटी मध्यरु सठिक उत्तरटा होछि गृह। 35 नंबर देखिवा 35 क्वेश्चन केउ पशुर केउ पशुर बलरे बहु संपत्ति उत्पन्न हुए। ऑप्शन अछि अश्व, गोरु, हाथी, कुकुर। तो एठारे सठिक उत्तर होछि ख गोरु। गोरु। तो 36 नंबर देखा 36 आपणा पथ विवेचना करिबा चतुर लोकर कौन अटे। आपणा पथ विवेचना करिबा चतुर लोकर कौन अटे। एठारे ऑप्शन दिया है ज्ञान, बुद्धि, विवेक, शिक्षा। तो सठिक उत्तर होछि ज्ञान। क 37 37 देखिवा किए आपणा दोष को कौतुक मणि थाए। किए आपणा दोष को कौतुक मणि थाए। तो एठारे ऑप्शन दिया है दुष्ट, मूर्ख, अज्ञान, चतुर। सठिक उत्तर होछि अज्ञान। जे हठात क्रोधी से कहार कर्म करे। 38 देखंतु जे हठात क्रोधी से कहार कर्म करे। तो आंसर दिया है अज्ञान सॉरी ऑप्शन दिया है अज्ञान, मूर्ख, पापी, दुष्ट। तो एठारे ठीक आंसर होछि अज्ञान। 39 देखिवा केउ लोक ज्ञान रूप मुकुटरे भूषित हुए। 39 क्वेश्चन केउ लोक ज्ञान रूप मुकुटरे भूषित हुए। एटार ऑप्शन दिया है ज्ञानी, धार्मिक, चतुर, बुद्धिमान। तो एठारे राइट आंसर होछि चतुर लोक। 40 नंबर देखिया जेउ लोक प्रतिवासी को तुच्छ बोध करे से कौन करे। तारो
ऑप्शन होची चारिगोटी घृणा पाप दोष भ्रांत। तो एठारे सठिक उत्तर होची पाप। ଯେଉଁ ଲୋକ ପ୍ରତିଭାସୀକୁ ତୁଚ୍ଛବୋଧ କରେ ସେ ପାପ କରେ। 41 ନମ୍ବର ଦେଖିବା 41 ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର କ'ଣ ସ୍ୱରୂପ? ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର କ'ଣ ସ୍ୱରୂପ? ପ୍ରଥମ କ ପଥ, ଖ ଆଲୋକ, ଗ ଝର, ଘ ଗଡ଼। ତ ଏଠାରେ ଠିକ୍ ଆନ୍ସର ହେଉଛି ଝର। 42 ନମ୍ବର ଦେଖନ୍ତୁ ମନୁଷ୍ୟ, ଏଟା 42 ନମ୍ବରଟା ଏଟା, ମନୁଷ୍ୟ ଜୀବନର କେଉଁ ବିଷୟ ହାଡ଼ର କ୍ଷୟ ସ୍ୱରୂପ? ମନୁଷ୍ୟ ଜୀବନର କେଉଁ ବିଷୟ ହାଡ଼ର କ୍ଷୟ ସ୍ୱରୂପ? ତ ଅପସନ୍ ଦିଆଯାଇଛି ପାପ, ଅଧର୍ମ, ଈର୍ଷା, ଶତ୍ରୁତା। ଏହାର ସଠିକ୍ ଉତ୍ତରଟା ହେଉଛି ଈର୍ଷା। ମନୁଷ୍ୟର ଜୀବନର ଈର୍ଷା ବିଷୟ ହାଡ଼ର କ୍ଷୟ ସ୍ୱରୂପ। 43 ଦେଖନ୍ତୁ 43 ମରଣ କାଳରେ କାହାର ଆଶ୍ରୟ ଥାଏ? ମରଣ କାଳରେ କାହାର ଆଶ୍ରୟ ଥାଏ? ଏଠାରେ ଚାରିଗୋଟି ଅପସନ୍ ଦିଆଯାଇଛି ଜ୍ଞାନୀ, ବୁଦ୍ଧିମାନ, ଧାର୍ମିକ, ଚତୁର। ତ ଏଠାରେ ସଠିକ୍ ଉତ୍ତର ହେଉଛି ଧାର୍ମିକ। ପୁଣି 44 44 ନମ୍ବର ଦେଖନ୍ତୁ 44 ନମ୍ବର ବୁଦ୍ଧିମାନର ହୃଦୟରେ କ'ଣ ଥାଏ? ବୁଦ୍ଧିମାନର ହୃଦୟରେ କ'ଣ ଥାଏ? ଏଟାର ଅପସନ୍ ଦିଆଯାଇଛି ଜ୍ଞାନ, ବୁଦ୍ଧି, ବିବେକ, ବ୍ୟବସ୍ଥା। ଏହାର ସଠିକ୍ ଉତ୍ତରଟା ହେଉଛି କ ଜ୍ଞାନ। ତ 45 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ କ'ଣ ରାଜ୍ୟର ଉନ୍ନତି ଜନ୍ମାଏ? କ'ଣ ରାଜ୍ୟର ଉନ୍ନତି ଜନ୍ମାଏ? ଏଠାରେ ଚାରିଗୋଟି ଅପସନ୍ ଦିଆଯାଇଛି ଧାର୍ମିକତା, ବାଧ୍ୟତା, ସମୟାନୁବର୍ତ୍ତିତା, ନମ୍ରତା। ଏହାର ସଠିକ୍ ଉତ୍ତରଟା ହେଉଛି ଧାର୍ମିକତା। ସଠିକ୍ ଉତ୍ତରଟା ଧାର୍ମିକତା। 44 ନମ୍ବର ଦେଖନ୍ତୁ କୋମଳ ଉତ୍ତର କାହାକୁ ଦମନ କରେ? କୋମଳ ଉତ୍ତର କାହାକୁ ଦମନ କରେ? 46 ର ଏହାର ଅପସନ୍ ରହିଛି ଶତ୍ରୁ, କ୍ରୋଧ, ପ୍ରତିବାସୀ, ରାଜା। ସଠିକ୍ ଉତ୍ତରଟା ହେଉଛି କ୍ରୋଧକୁ ଦମନ କରେ। କ୍ରୋଧକୁ ଦମନ କରେ। 47 ର କ୍ୱେଶ୍ଚିନ୍ ଦେଖିବା ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କର କେଉଁଠି ଥାଏ? ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କର କେଉଁଠି ଥାଏ? ତ ଏଠାରେ ଅପସନ୍ ଦିଆଯାଇଛି ଅଗ୍ରବର୍ତ୍ତୀ, ପଶ୍ଚାତବର୍ତ୍ତୀ, ପାର୍ଶ୍ୱବର୍ତ୍ତୀ, ନିକଟବର୍ତ୍ତୀ। ଏହାର ସଠିକ୍ ଉତ୍ତରଟା ହେଉଛି କ ଅଗ୍ରବର୍ତ୍ତୀ। ତ 48 ନମ୍ବର ଦେଖିବା ପ୍ରଶ୍ନ ମନର ଶୋକରେ ଆତ୍ମାର କ'ଣ ହୁଏ? ମନର ଶୋକରେ ଆତ୍ମାର କ'ଣ ହୁଏ? ତ ଅପସନ୍ ଦିଆଯାଇଛି ଉନ୍ନତି, ଅବନତି, ଭଗ୍ନ, ନିର୍ମାଣ।
क्वेश्चन कौन थिला? मनर शोकरे आत्मार कौन गुण? उन्नति तो हबनी, अवन्नति भी हबनी, किंतु भग्न हुए। यार सठिक उत्तर होची भग्न। 49 रो देखिबा, कौन अभाव संकल्प विफल हुए? कौन अभाव संकल्प विफल हुए? यार जो ऑप्शन रही बुद्धि, ज्ञान, मंत्रणा, परिणाम दर्शिता। यार सठिक उत्तर होची मंत्रणा। तो 50 नंबर देखिबा, केउ लोकर गृह को सदाप्रभु उपाड़ी पकाइबे? केउ लोकर गृह को सदाप्रभु उपाड़ी पकाइबे? तार ऑप्शन रही गर्वी, पापी, दुष्ट, अबाध्य। तो यार जो सठिक उत्तर होची गर्वी।